ତ ରାଜା ବାବୁ ତାକୁ ଯଦି ମାନେ ପୁରା ମାନେ ଯେଉଁ ବିଗି ଯାଇଛି ତାକୁ ମାନେ ଥଣ୍ଡା କାଶ ସବୁ ହେଉଛି, ତ ରାଜା ବାବୁ ତ ଯେଉଁ ନିର୍ମାୟ ଲୋକ ସେ କ'ଣ କଲେ ତାକୁ ହେଲ୍ପ କରିବା ପାଇଁ ଆଗକୁ ଗଲେ। ଗେଭ୍ ହିମ୍ ଡ୍ରାଏ କ୍ଲଥ୍ ଫୁଡ୍ ସମ୍ ବେସିକ୍ ମେଡ଼ିସିନ୍। ତ ରାଜା ବାବୁ ତାଙ୍କୁ କ'ଣ କଲେ, ତାଙ୍କୁ ଘର ଭିତରକୁ ଡାକିକି ଆଣି, କାରଣ ସେ ତ ବର୍ଷା ହେଉଥିଲା, ଆଉ କିଛି ଅପସନ୍ ନାହିଁ, ତ ବାହାରେ ଘର ଆଗେ ସେ ଛିଡ଼ା ହେଇକି ମାନେ ଭିଜୁଥିଲା। ତ ରାଜା ବାବୁ ତାକୁ ଡାକିକି କ'ଣ କଲେ, କ୍ଲଥ୍ ମାନେ କିଛି ମାନେ ବସ୍ତ୍ର ଦେଲେ, ଆଉ ତାଙ୍କୁ ମେଡ଼ିସିନ୍ ଦେଲେ, ଖାଇବାକୁ ଦେଲେ। ଆପଣ ସମସ୍ତଙ୍କୁ ନମସ୍କାର ପୁଣି ଥରେ, ମୁଁ ଲକ୍ଷ୍ମୀଧର ବେହେରା। ତ ଆଜି ଆମେ ବହୁତ ଭାଇଟାଲ୍ ଜିନିଷ ଉପରେ ଆମେ ଡିସ୍କସ୍ କରିବା। ଯେ ପ୍ରିଭିୟସଲି ଆମେ ଯେଉଁ ଡିସ୍କସ୍ କରିଥିଲେ ଯେଉଁ ଟେନାଣ୍ଟ ଆଉ ଇଏ ଆଉ ଓନରସିପ୍ ମାନଙ୍କ ପାଇଁ କ'ଣ କ'ଣ ସବୁ ଚ୍ୟାଲେଞ୍ଜେସ୍ ଆସିଥିଲା, ତା ସଲ୍ୟୁସନ୍ କ'ଣ, ତାରି ବିଷୟରେ କଥା ହେଇଥିଲେ। ଆଉ ଏଠି ଏବେ ଆମେ କ'ଣ ଯେ ଗୋଟେ କ୍ୟାରେକ୍ଟର ନେଇକି ଯିଏକି ରାଜା ବାବୁ ତାଙ୍କ ଲାଇଫ୍ରେ କ'ଣ କ'ଣ ହେଇଥିଲା, କ'ଣ ଇନସିଡେଣ୍ଟ, ତା ସଲ୍ୟୁସନ୍ କେମିତି କରିଥିଲେ, ଠିକ୍ ଅଛି। ତ ଏ ରାଜା ବାବୁ କିଏ, କ'ଣ ତାଙ୍କ ବ୍ୟାକଗ୍ରାଉଣ୍ଡ ଏବେ ଜାଣିବା, ଠିକ୍ ଅଛି। ତ ଆନେ ବାଲା ଟାଇମ୍ରେ କ'ଣ ହେବ ଯେ ଆମେ ରିଏଲ୍ ଷ୍ଟୋରି ଆଉ କିଛି ଇନସିଡେଣ୍ଟକୁ ନେଇକି ଆମେ ଏକ୍ଜାମ୍ପଲ୍ ସହିତ ଆମେ ଜାଣିବା ଯେ ଆକ୍ଚୁଆଲି ରିଏଲିଟି ମାନେ ହାଉସ୍ ଅଫ୍ ଟେନାନ୍ସର କ'ଣ ପ୍ରୋବ୍ଲେମ୍ ଆସୁଛି, କ'ଣ ନାହିଁ, ତାର ସଲ୍ୟୁସନ୍ କ'ଣ, ତ ସେଇ ବିଷୟରେ ଆମେ ଡିସ୍କସନ୍ କରିବା। ତ ଏଠିକି ଆସିଲା ଯେଉଁ ବାର୍ଷିକ ମେନ୍ ଚାପ୍ଟର କ'ଣ, ରାଜା ବାବୁ ଏ ଲ୍ୟାଣ୍ଡଲର୍ଡ ଜର୍ଣ୍ଣି। ତ ରାଜା ବାବୁ ଯିଏ କ'ଣ ଆସିଛି, ତାଙ୍କ ଲାଇଫ୍ରେ କ'ଣ ଚେଞ୍ଜେସ୍ ଆସିଛି, କ'ଣ ନାହିଁ, ସେ ବିଷୟରେ ଡିସ୍କସନ୍ କରିବା। ତ ତା ପୂର୍ବରୁ ଏ ରାଜା ବାବୁ କିଏ, କ'ଣ କରୁଥିଲେ। ତ 1960ରେ କ'ଣ ହେଇଛି ଯେ ଏ ମ୍ୟାନ୍ ନେମ୍ ରାଜା ବାବୁ କମ୍ସ ଫ୍ରମ୍ ଏ ସ୍ମଲ୍ ଭିଲେଜ୍। ସେ ରାଜା ବାବୁ ଥିଲେ 1960 ମସିହାରେ, ସେ ଗୋଟେ ଛୋଟିଆ ଗାଁରେ ରହୁଥିଲେ, ଆଉ ତାଙ୍କର ବହୁତ କିଛି ଆଶା ଥିଲା। ତ ସିଏ କ'ଣ କଲେ, ଗାଁରୁ ସିଧା ଆସିଲେ ସହରକୁ। ଆଉ ସେଇ ଟାଇମ୍ରେ ସହର ଧୀରେ ଧୀରେ ଗ୍ରୋ କରୁଥିଲା, ବେଶୀ ବି ଘର ଆପାର୍ଟମେଣ୍ଟ ଭାବରେ ବେଶୀ କିଛି ନଥିଲା, ରୋଡ଼ ବି ବେଶୀ କିଛି ନଥିଲା, ମାନେ ଅନଡେଭଲପ୍ ଥିଲା। ଆଉ ବହୁତ କିଛି ଜାଗା ବି ମାନେ ପ୍ଲଟ୍ ବି ବହୁତ ଖାଲି ଥିଲା, ଆଉ ବହୁତ କମ୍ ପ୍ରାଇସ୍ରେ ବି ଥିଲା। ତ ସେତେବେଳେ ରାଜା ବାବୁ କ'ଣ କଲେ, ମାନେ ଟ୍ରେଡ଼ିସନ୍ ମାନେ ଇଏ କଲେ କି ଫ୍ୟୁଚର୍ରେ ସେ ଜାଗାର ଭ୍ୟାଲୁ ବଢ଼ିବ, ତେଣୁକୁ ସିଏ କ'ଣ କଲେ, ଧୀରେ ଧୀରେ ତାଙ୍କ ମାନେ ସେ ଛୋଟ ଛୋଟ ଜାଗା କ'ଣ କଲେ, ସିଟି ଲୋକେସନ୍ ଛୋଟ ଛୋଟ ଜାଗା କିଣିକି ରଖିଲେ। ତାପରେ କ'ଣ ହେଲା, ବ୍ୟାକ୍ ଇନ୍ ଦ ଭିଲେଜ୍। ତ ରାଜା ବାବୁ ଫ୍ୟାମିଲି କ'ଣ କି ରାଜା ବାବୁ ଫ୍ୟାମିଲି ଅଲରେଡ଼ି ଓନ୍ ଏଗ୍ରିକଲଚର ଲ୍ୟାଣ୍ଡ ହ୍ୱେର୍ ଦେ କଲ୍ଟିଭେଟ୍ ରାଇସ୍। ତ ରାଜା ବାବୁ ଯେଉଁ ଗାଁରେ ରହୁଥିଲେ, ତାଙ୍କର ଅଲରେଡ଼ି ମାନେ ବହୁତ ଗୋଟେ ଜମି ଥିଲା, ଆଉ ସେଠି ଧାନ ଚାଷ କରୁଥିଲେ। ଆଉ ସେ ଧାନ କ'ଣ କରୁଥିଲେ, ଧାନ ଚାଷ ଯେତେବେଳେ କରୁଥିଲେ, ସେତେବେଳେ ସେ ଧାନକୁ ଆଣିକି ଟାଉନ୍ରେ ସିଟି ଲୋକେସନ୍ରେ ଆସିକି ତାକୁ ବିକିକି ତାକୁ ଚଳୁଥିଲେ। ଆଉ ମାନେ ଯାହା ବି ପ୍ରଫିଟ୍ ହେଉଥିଲା ତାକୁ କ'ଣ କରୁଥିଲେ, ଜାଗା କିଣିବାରେ ତାକୁ ଇନଭେଷ୍ଟ କରୁଥିଲେ, ଠିକ୍ ଅଛି। ରାଜା ବାବୁ ଲାଇଭ୍ ୱିଥ୍ ହିଜ୍ ୱାଇଫ୍ ଲୀଲା ଆଣ୍ଡ ଦେୟାର 3 ଚିଲଡ୍ରେନ୍ସ। ତ ଧୀରେ ଧୀରେ ଯେତେବେଳେ ସମୟ ଗଲା, ତାପରେ ରାଜା ବାବୁ ଯେତେବେଳେ ବାହା ହେଲେ, ସେତେବେଳେ ତାଙ୍କର କ'ଣ ହେଲେ, ତାଙ୍କ ସ୍ତ୍ରୀଙ୍କ ନାଁ ଲୀଲା, ଆଉ ତାଙ୍କ 2 ପୁଅ ଅଛନ୍ତି, ଯାହାଙ୍କ ନାଁ ହେଉଛି ଲାଲନ ଆଉ ବାଲନ, ଠିକ୍ ଅଛି। ଆଣ୍ଡ ଗୋଟେ ଝିଅ ବି ଥିଲା, କ'ଣ ତା ନାଁ ବିଶ୍ୱସାଖୀ, ଠିକ୍ ଅଛି। ତ ରାଜା ବାବୁ କ'ଣ ତାଙ୍କ ୱାଇଫ୍ ଓ ରାଜା ବାବୁ ସେ ତାଙ୍କ ପିଲାମାନଙ୍କ ଷ୍ଟଡି ପାଇଁ ମାନେ ୱାର୍ଲଡ ଷ୍ଟଡି ୱାର୍ଲଡ କଲଚର ଦେବା ପାଇଁ ବହୁତ ଚେଷ୍ଟା କରିଥିଲେ, ଆଉ ସେଇ ଅନୁସାରେ ସେ ତାଙ୍କୁ ଇଏ କରିଥିଲେ। ଆଜ୍ ଟାଇମ୍ ପାସ୍, ତ ଯେତେବେଳେ ଧୀରେ ଧୀରେ ସମୟ ଗଡ଼ି ଗଡ଼ି ଚାଲିଲା, ତ ରାଜା ବାବୁଙ୍କର 2 ପୁଅ ସେ ତାଙ୍କ ବାହାରେ ମାନେ ଇଣ୍ଡିଆ ବାହାରେ ଯାଇକି ସେଠି ସେଟେଲ୍ ହେଇଗଲେ, ଜବ୍ କରି ସେଟେଲ୍ ହେଇଗଲେ। ଆଣ୍ଡ ତ ଦେ ରେଗୁଲାରଲି ଭିଜିଟେଡ୍ ଇଣ୍ଡିଆ ମିଟ୍ ଦ ଫ୍ୟାମିଲି। ଆଉ ବେଳେବେଳେ ବର୍ଷକୁ ଥରେ ଦୁଇଥର ସେ ଆସନ୍ତି, ରାଜା ବାବୁ ତାଙ୍କ ଫ୍ୟାମିଲିକି ପୁଅ ଦୁଇଟା ଆସନ୍ତି ଫ୍ୟାମିଲିକୁ ଦେଖା କରିବା ପାଇଁ। ତା ଡଟର ବିଶ୍ୱସାଖୀ ଲେଟର ମ୍ୟାରେଡ୍ ଏ ବିଜନେସମ୍ୟାନ୍ ନେମ୍ ବରୁଣ। ତାପରେ ଧୀରେ ଧୀରେ କ'ଣ ହେଲା, ତାଙ୍କର ଝିଅ ଯେଉଁ ବିଶ୍ୱସାଖୀ ଥିଲା, ସେ ବରୁଣ ନାମକ ଗୋଟେ ପିଲାକୁ ତାଙ୍କ ବାହାଘର କରେଇଦେଲେ, ଠିକ୍ ଅଛି। ୱିଥ୍ ଇନକ୍ରିଜିଂ ଏଜ୍, ତ ରାଜାଙ୍କ ଧୀରେ ଧୀରେ ଏଜ୍ ବଢ଼ି ବଢ଼ି ଚାଲିଛି। ତ ସେଠି କ'ଣ ହେଲା, ରାଜା ବାବୁ ଆଣ୍ଡ ହିଜ୍ ୱାଇଫ୍ ଲୀଲା ଷ୍ଟାର୍ଟେଡ୍ ଲିଭିଂ ଏ ପିସଫୁଲ୍ ଆଣ୍ଡ ସିମ୍ପଲ୍ ଲାଇଫ୍ ଟୁଗେଦର। ତ ସେ ଧୀରେ ଧୀରେ ଏଜ୍ ବଢ଼ିଲା ହେଲା, ରାଜା ବାବୁ ଆଉ ତାଙ୍କ ସ୍ତ୍ରୀ କ'ଣ କଲେ, ଯେଉଁ ଟାଉନ୍ରେ ଯେଉଁ ଘର ଫର ତ ବହୁତ ଗୋଟେ ପ୍ରପର୍ଟି ତ କିଣି ଦେଇଥିଲେ, ତ ସେଇଠି କ'ଣ କଲେ, ଭଲ ଭାବେ ୱେଲ୍ ପିସଫୁଲ୍ ମାଇଣ୍ଡରେ ଭଲ ଭାବେ ସେ ତାଙ୍କର ଲାଇଫଷ୍ଟାଇଲ୍ ମେଣ୍ଟେନ୍ କରିକି ଚାଲିଲେ। ଦ୍ୟାଟ୍ ରେଣ୍ଟାଲ୍ ଇନକମ୍, ତ ସିଏ କ'ଣ କଲେ ଯେ ତାଙ୍କର ଯେଉଁ ଘର ଫର କିଣିଥିଲେ, ତ ଗୋଟେ ଜାଗାରେ ରହିକି ଆଉ ବାକି ତକ ସେମାନେ ରେଣ୍ଟରେ ଦେଇଦେଲେ, ଯାହାଫଳରେ ସେଠୁ ରେଣ୍ଟର ପଇସା ଆସୁଥିଲା, ଆଉ ସେଇ ପଇସା ମ୍ୟାନେଜ୍ କରିକି ତାଙ୍କ ଆରାମସେ ପିସଫୁଲ୍ ଭାବରେ ଚଳୁଥିଲେ। ଏଭ୍ରିଥିଙ୍ଗ ସିନ୍ ପିସଫୁଲ୍ ଷ୍ଟେବୁଲ୍ ଆଣ୍ଡ ହାପି ଇନ୍ ରାଜା ବାବୁ ଲାଇଫ୍। ସେତେବେଳେ କ'ଣ ହେଲା, କିଛି ବି ବଡ଼ ନଥିଲା, କିଛି ନଥିଲା, ସିଟି ବି ସେ ଧୀରେ ଧୀରେ ଗ୍ରୋ କରୁଥିଲା। ତ ରାଜା ବାବୁ ସେତେବେଳେ ବହୁତ ପିସଫୁଲ୍ ଆଉ ବହୁତ ମାନେ କାମଲି ବହୁତ ମାନେ ତାଙ୍କ ଟାଇମ୍ ହିଁ ବହୁତ ମାନେ ଏନ୍ଜୟ କରୁଥିଲେ, କିଛି ଟେନସନ୍ ହିଁ ନଥିଲା। ତ ଧୀରେ ଧୀରେ କ'ଣ ହେଇଛି, ସେ ମାନେ ଗୋଟେ ପ୍ରୋସିଜିଓର ଗୋଟେ ପ୍ରପର୍ ମ୍ୟାନେଜ୍, ଯାହା ବି ରେଣ୍ଟ ଫେଣ୍ଟ ଆସୁଥିଲା ପ୍ରପର୍ ମ୍ୟାନେଜ୍ କରୁଥିଲେ, ସବୁ କିଛି ଠିକ୍ ଠାକ୍ ହିଁ ଚାଲିଥିଲା, ଠିକ୍ ଅଛି। ରାଜା ବାବୁ ଲାଇଫ୍ ଚେଞ୍ଜିଂ ଇନସିଡେଣ୍ଟ, ତ ଏଇ ସବୁ ଧୀରେ ଧୀରେ ଯେଉଁ ହେଉଥିଲା, ତା ଭିତରେ କ'ଣ ହେଇଛି, ରାଜା ବାବୁ ତ ବହୁତ ଆରାମସେ
ମାନେ ପିସଫୁଲି ମାନେ ତାଙ୍କ ଲାଇଫ୍ ମେଣ୍ଟେନ୍ କରୁଥିଲେ। ତ ଏଇ ଭିତରେ ତାଙ୍କ ଲାଇଫ୍ରେ କିଛି ଇନସିଡେଣ୍ଟ ଘଟିଲା। କ'ଣ ସେ ଇନସିଡେଣ୍ଟ ଆମେ ଗୋଟେ ରିଏଲ୍ ଷ୍ଟୋରି ହିସାବରେ ଆମେ ତାକୁ ଜାଣିବାକୁ ଚେଷ୍ଟା କରିବା। During these days, cities were not as crowded they are today. There was a very few big building apartment and commercial. ସେତେବେଳେ କ'ଣ ହେଲା ବେଶୀ ତ ବିଲ୍ଡିଂ ନଥିଲା, କିଛି ମାନେ ଅଳ୍ପ କିଛି ଘର, ଆପାର୍ଟମେଣ୍ଟ, ମଲ୍ ଅଳ୍ପ କିଛି ଇଏ ହେଉଥିଲା। ତ ସେତେବେଳେ ଯେଉଁମାନେ ସବୁ ଘର ଭଡ଼ା ରହୁଥିଲେ ସେତେବେଳେ କାହା ରିଫରେନ୍ସରେ ହଉ କି ମାନେ ରିଲେଟିଭ୍ ହଉ ଫ୍ରେଣ୍ଡ ହଉ ତାଙ୍କ ରିଫରେନ୍ସ ଥ୍ରୋରେ ସେମାନେ କ'ଣ କରୁଥିଲେ ରେଣ୍ଟ ଦେଉଥିଲେ ମାନେ ଟେନାଣ୍ଟକୁ। ଠିକ୍ ଅଛି। ରାଜା ବାବୁ ୱାଜ୍ ନୋନ୍ ଆଜ୍ ଏ କାଇଣ୍ଡ ହାର୍ଟେଡ୍ ଆଣ୍ଡ ହେଲ୍ପଫୁଲ୍ ପର୍ସନ୍। ସେତେବେଳେ ରାଜା ବାବୁ କ'ଣ ତାଙ୍କ ଆଖପାଖ ସେ ବହୁତ ପିସଫୁଲ୍ ଆଉ କାଇଣ୍ଡ ହାର୍ଟେଡ୍ ମାନେ ବହୁତ ମାନେ ସିମ୍ପଲ୍ ଲୋକ ସେ ଥିଲେ। ଠିକ୍ ଅଛି। Whenever someone came through a friend or local reference, he usually trusted them without asking many questions. ତ ଯେତେବେଳେ ରାଜାଙ୍କ ତ ପ୍ଲଟ୍ ଘର ବହୁତ ଫାଙ୍କା ଥିଲା ସେତେବେଳେ ସେ କ'ଣ କଲେ ରାଜାଙ୍କ ପାଖକୁ ଯିଏ ବି ଘର ଭଡ଼ାଟିଆ ରହିବା ପାଇଁ ଆସୁଥିଲେ ସେ ଯେତେବେଳେ ତାଙ୍କ ଫ୍ରେଣ୍ଡ ଆଉ ରିଲେଟିଭ୍ ଥ୍ରୋରେ ରିଫରେନ୍ସ ଆସୁଥିଲେ ସେ ଇଜିଲି କ'ଣ କରୁଥିଲେ ତାଙ୍କୁ ଘର ଭଡ଼ା ଦେଇ ଦେଉଥିଲେ। One rainy night during the monsoon season, heavy rain was falling continuously. ତ ଗୋଟେ ଦିନ କ'ଣ ହେଇଛି ସନ୍ଧ୍ୟାବେଳେ କ'ଣ ହେଇଛି ଯେ ବହୁତ ବର୍ଷା ଘଡ଼ଘଡ଼ି ଚାଲିଛି ମାନେ କଣ୍ଟିନ୍ୟୁସଲି। Strong winds, thunder, lightning, and hail had made the weather very dangerous. The rain was so intense that roads very almost empty. ମାନେ ସେତେବେଳେ ଯେଉଁ ବର୍ଷା ଘଡ଼ଘଡ଼ି ହେଉଥିଲା ସେତେବେଳେ ମାନେ କଣ୍ଟିନ୍ୟୁ ବର୍ଷା ଚାଲିଥିଲା ଆଉ ରୋଡ଼ରେ ବି ବେଶୀ କିଛି ଲୋକ ନଥିଲେ, ମାନେ ଲାଇଟିଂ ହେଉଥିଲା ସବୁ କିଛି ଇଏ ହେଉଥିଲା। ତ ତାପରେ କ'ଣ ହେଲା ଆଟ୍ ଦ ଟାଇମ୍ ଆନ୍ ଅନନୋନ୍ ମ୍ୟାନ୍ ୱାଜ୍ ପାସିଂ ଥ୍ରୋ ଦ ରୋଡ଼ ନିୟର ରାଜା ବାବୁ ହାଉସ୍। ସେତେବେଳେ କ'ଣ ହେଲା ବର୍ଷା ଘଡ଼ଘଡ଼ି ଚାଲିଥିଲା ତ ସେତେବେଳେ କ'ଣ ହେଲା ସେ ରାଜାଙ୍କ ଘର ଆଗରେ ଗୋଟେ ଲୋକଟେ ସେ ସେତେବେଳେ ପାସ୍ କରୁଥିଲା। ଠିକ୍ ଅଛି। The man was completely wet from the rain and looked very sick. He was shivering with fever and coughing continually. ଆଉ ସେ ଲୋକଟେ ବର୍ଷାରେ ତିନ୍ତିକି ଆସିଥିଲା ଆଉ ତାକୁ ଯେତେବେଳେ ମାନେ ମାନେ ପୁରା ଓଦା ହେଇଯାଇଥିଲା ବର୍ଷାରେ ଆଉ ତାକୁ ଜ୍ୱର ବି ହେଇଥିଲା, ମାନେ ଜଣାପଡ଼ୁଥିଲା ତାକୁ ଫେଭର ଜ୍ୱର ବି ହେଇଛି। ଠିକ୍ ଅଛି। କାଶୁଥିଲା ସବୁ କରୁଥିଲା। ତ ସେତେବେଳେ କ'ଣ ହେଲା ସିଂ ହିଜ୍ କଣ୍ଡିସନ୍ ରାଜା ବାବୁ ଫେଲ୍ଟ ସିମ୍ପାଥି ଫର୍ ହିମ୍ ଆଣ୍ଡ ଡିସାଇଡ୍ ଟୁ ହେଲ୍ପ। ତ ଯେତେବେଳେ ରାଜା ବାବୁ ସେ ଲୋକଟି ଯେତେବେଳେ ରାଜାଙ୍କ ଘର ଆଗରେ ଥିଲା ନା ତ ରାଜା ବାବୁ ତାକୁ ଯଦି ମାନେ ପୁରା ମାନେ ଯେଉଁ ଭିଗି ଯାଇଛି ତାକୁ ମାନେ ଥଣ୍ଡା କାଶ ସବୁ ହେଉଛି ତ ରାଜା ବାବୁ ତ ଯେଉଁ ନିର୍ମାୟ ଲୋକ ସେ କ'ଣ କଲେ ତାକୁ ହେଲ୍ପ କରିବା ପାଇଁ ଆଗକୁ ଗଲେ। ଠିକ୍ ଅଛି। ଗେଭ୍ ହିମ୍ ଡ୍ରାଏ କ୍ଲଥ୍ ଫୁଡ୍ ସମ୍ ବେସିକ୍ ମେଡ଼ିସିନ୍। ତ ରାଜା ବାବୁ ତାଙ୍କୁ କ'ଣ କଲେ ତାଙ୍କୁ ଘର ଭିତରକୁ ଡାକିକି ଆଣି, କାରଣ ସେତେବେଳେ ବର୍ଷା ହେଉଥିଲା ଆଉ କିଛି ଅପସନ୍ ନାହିଁ ତ ବାହାରେ ଘର ଆଗରେ ସେ ଛିଡ଼ା ହେଇକି ମାନେ ଭିଜୁଥିଲା। ତ ରାଜା ବାବୁ ତାକୁ ଡାକି କ'ଣ କଲେ କ୍ଲଥ୍ ମାନେ କିଛି ମାନେ ବସ୍ତ୍ର ଦେଲେ ଆଉ ତାଙ୍କୁ ମେଡ଼ିସିନ୍ ଦେଲେ, ଖାଇବାକୁ ଦେଲେ। ଠିକ୍ ଅଛି। And some basic medicine. He also arranged a place of him sleep because it was already very late at night and then rain still had not stopped. ତ ସେ କ'ଣ ଡିସାଇଡ଼୍ କଲେ ଯେ ଆଜି ରାତି ପାଇଁ ତାକୁ କୌଣସି ତାଙ୍କ ଘରେ ତାଙ୍କୁ ଗୋଟେ ଜାଗା ଦେବେ ରାତିଟା କଟିବା ପାଇଁ, କାରଣ ସେତେବେଳେ ବର୍ଷା ପ୍ରବଳ କଣ୍ଟିନ୍ୟୁ ହେଉଥିଲା ଆଉ କମୁନଥିଲା। ତ ରାଜା କ'ଣ କଲେ ତାଙ୍କୁ ତାଙ୍କ ଘରେ ଆଶ୍ରୟ ଦେବା ପାଇଁ ପ୍ଲାନିଂ କଲେ। However, early the next morning when Raja Babu went to check at the man, he was shocked to discover that the stranger had died during the night. ତ ରାଜା ବାବୁ କ'ଣ କଲେ ସେଦିନ ରାତିରେ ତାକୁ କ'ଣ କଲେ ତାକୁ ଖାଇବା ମେଡ଼ିସିନ୍ ଦେଲେ, ଖାଇବା ପାଇଁ ଦେଲେ ସବୁ କିଛି, ଆଉ ତାଙ୍କୁ ଗୋଟେ ଜାଗାରେ ଘରେ ଗୋଟେ ଜାଗାରେ ତାଙ୍କୁ ରହିବା ପାଇଁ ରାତିଟା କଟେଇବା ପାଇଁ ତାଙ୍କୁ ଜାଗା ଦେଲେ। ତ ସେ ରାତିଟା ତ ଗଲା। ତ ତା ପରଦିନ ଯେତେବେଳେ ରାଜା ବାବୁ ଉଠିଲେ ତ ସାଙ୍ଗେ ସାଙ୍ଗେ ତ ମନେ ପଡ଼ିଲା ଯେ ଜଣେ ଯେଉଁ ଥିଲେ ତାଙ୍କୁ ଯେଉଁ ଜାଗା ଦେଇଥିଲେ ତ ରାତିରେ କ'ଣ କେମିତି ମାନେ ଶୋଇଲେ କି ନାହିଁ କ'ଣ କଲେ ଇଏ କଲେ ତାଙ୍କ ଦେହ କେମିତି ପଚାରିବା ପାଇଁ ତାଙ୍କ ରୁମ୍କୁ ଗଲେ। ତ ରୁମ୍କୁ ଗଲାବେଳକୁ କ'ଣ ହେଇଛି ସେ ଲୋକଟି ଡେଡ୍ ହେଇଯାଇଛି, ମରିଯାଇଛି। ଠିକ୍ ଅଛି। ଭେରି କୁଇକଲି ନ୍ୟୁଜ୍ ସ୍ପ୍ରେଡ୍ ଆରାଉଣ୍ଡ ଦ ଇୟର୍। ତ ଯେତେବେଳେ ସେ ମରିଗଲା ଦେଖିଲେ ତ ଆଖପାଖ ପଡ଼ୋଶୀ ସବୁ ଜାଗାରେ ସେଟା ଯେଉଁ ଘଟଣାଟା ସ୍ପ୍ରେଡ୍ ଆଉଟ୍ ହେଇଗଲା, ସବୁ ଲୋକ ଜାଣିଲେ। ନେବର୍ସ ଗ୍ୟାଦରିଂ ନିୟର ଦ ହାଉସ୍ ଆଣ୍ଡ someone informed the police। ତ ସେଇ ସମୟରେ ପାଖାପାଖ ପଡ଼ୋଶୀ ସବୁ ଜାଣିଗଲେ ଆଉ ତାଙ୍କ ଘର ଆଗରେ ରାଜାଙ୍କ ଘର ଆଗରେ ସବୁ ଗ୍ୟାଦରିଂ ହେଇଗଲେ ଆଉ କିଛି ଲୋକ କ'ଣ କଲେ ପୋଲିସକୁ କଲ୍ କରିଦେଲେ। ଠିକ୍ ଅଛି। The police was arrived, took the dead body for investigation and also took Raja Babu to the police station for questioning। ତ ପୋଲିସ ଯେତେବେଳେ ଆସିଲା ଯେତେବେଳେ ପୋଲିସ ଆସି ପହଞ୍ଚିଗଲା ତ ରାଜାବାବୁଙ୍କ ଘରେ ଆସି ପହଞ୍ଚିଗଲା ତ ସେତେବେଳେ କ'ଣ କଲା ଯେ ଡେଡ୍ ବଡ଼ିକୁ ସେ ପୋଲିସ ତାଙ୍କ ନେଇଗଲେ ଆଉ ତା ସହିତ ରାଜାବାବୁଙ୍କୁ ବି ପୋଲିସ ଷ୍ଟେସନ ନେଇଗଲେ କିଛି କ୍ୱେଶ୍ଚିନ୍ ଆନ୍ସର କରିବା ପାଇଁ, କିଛି ପଚାରିବା ଉଚାରିବା ଡିଟେଲ୍ ଜାଣିବା ପାଇଁ। ଠିକ୍ ଅଛି। ତାପରେ କ'ଣ ହେଲା ଲେଟର ଦ ପୋଲିସ ଡିସ୍କଭର ଦ୍ୟାଟ୍ ଅନନୋନ୍ ପର୍ସନ୍ ୱାଜ୍ ଆକ୍ଚୁଆଲି ବିଜନେସମ୍ୟାନ୍ who regularly traveled outside the city of business work। ତ ଯେତେବେଳେ ପୋଲିସ ଥାନାକୁ ଗଲେ ତ ସେତେବେଳେ ପୋଲିସ ଜାଣିବାକୁ ପଡ଼ିଲା ଯେ ଏଇ ଯେଉଁ ଲୋକଟି ମରିଛି ସେ ଗୋଟେ ବିଜନେସମ୍ୟାନ୍ ଥିଲା ଆଉ ବେଳେବେଳେ ଟାଇମ୍ରେ ସେ ମାସେ ଥରେ ଦୁଇଥର ସେ କ'ଣ କରେ ସିଟିକୁ ଆସେ ବିଜନେସ୍
बिजनेस पे, ठीक है। अकॉर्डिंग टू हिज फैमिली मेंबर्स ही यूजुअली स्टेड अवे फ्रॉम होम फॉर नियरली 10 to 15 days ड्यूरिंग बिजनेस ट्रिप्स। तो तांकर जो फैमिली मेंबर थे जो लोक मरी जाइए तो फैमिली मेंबर कहते कि से मासक थरे 10-15 दिन थरे थर से सिटी को आसती बिजनेस ईयर पर्पज रे। Then return home again. On that particular day, he was returning home during the heavy rain when the incident happened near Rajababu. तो ସେଇ ସମୟ ସେ ତାଙ୍କ ଗାଁକୁ ଫେରୁଥିଲେ ଯେଉଁଥିରେ ବର୍ଷା ଫର୍ଷା ଘଡ଼ଘଡ଼ି ହେଉଥିଲା। ତ ସେଇ ସମୟରେ ରାଜାଙ୍କ ଘରେ ତାର ଡେଥ୍ ହେଇଯାଇଥିଲା। ଆଫ୍ଟର ସମ୍ ଟାଇମ୍ ଦ ଅନନୋନ୍ ପର୍ସନ୍ ଫ୍ୟାମିଲି ମେମ୍ବର୍ସ ଆରାଇଭ୍ ଆଣ୍ଡ କ୍ରିଏଟେଡ୍ ସିରିୟସ୍ ଆଲିଗେସନ୍। ଆଉ ଏଇ ଯେଉଁ ଲୋକଟେ ମରିଆ ଯେତେବେଳେ ତା ଫ୍ୟାମିଲି ମେମ୍ବର ଜାଣିଲେ ସିଏ କ'ଣ କଲେ ରାଜାଙ୍କ ଉପରେ କିଛି ମିଛ ଆଲିଗେସନ୍ କଲେ। କ'ଣ ଆଲିଗେସନ୍ କଲେ? ଦ୍ୟାଟ୍ କ୍ଲେମ୍ that money, jewelry and some personal belongs of the dead person were missing। तो से राजा से क्लेम कले थाना रे कि किसी पैसा भी थिला, सुना गहना भी थिला, आ किसी डॉक्यूमेंट भी थिला जोटा मिसिंग अच्छी। आ ये सारा जिनस कंगार राजा ऊपर क्लेम करदेले, ठीक है। द सिचुएशन बिकम मोर कॉम्प्लिकेटेड एंड द पब्लिक सस्पिशन अगेंस्ट द राजा बाबू इनक्रीज रैपिडली। तो ये जो घटना है तो राजा माने सब माने भाविले कि राजा को सब सस्पिशियस माने देखा लगले और राजा माने पूरा डाउट कले समस्ते, ठीक है। ए सीरियस लेगल केस वाज फाइल एगेंस्ट द राजा बाबू। और राजा बाबू जो एते सब इंसिडेंट है तो से कौन कले गोटे राजा बाबू ऊपर गोटे सीरियस कंसर्न ये माने लेगालिटी ऊपर केस भी चलला राजा ऊपर। द पुलिस इन्वेस्टिगेशन एंड कोर्ट केस कंटिन्यू फॉर ऑलमोस्ट 5 years। तो ये जो केस है राजा ऊपर तो ऑलमोस्ट ये केस 5 वर्ष पर्यंत कंटिन्यू होकर चलला, ठीक है। तो तापर कौन आसला ड्यूरिंग दिस पीरियड राजा वो फेस मेंटल स्ट्रेस, पब्लिक ह्यूमिलिटेशन, फाइनेंशियल प्रेशर एंड इमोशनल पेन। तो यही जो 5 वर्ष जो केस फेस चलला तो से राजा कौन बहुत स्ट्रेस भी होते बहुत टेंशन भी रोते फाइनेंशियल लॉस भी होता बहुत किसी माने इमोशनली कष्ट भी होता। Many people in society started doubting his character even though he had only tried to help strangers during the heavy rain। तो तांका पाख पाख पड़ोसी कौन डाउट करते कि किंतु तो रियल सत कथा जोटा तांको राजा बाबू से लोकटा जो हेल्प करने आश्रय देते बट ये जो केस है मरीगला तो सेटा उल्टा राजा बाबू ऊपर से केसटा पड़गला। दिस इंसिडेंट कम्प्लीटली चेंज राजा बाबू थिंकिंग इयरलियर। तो यही जो राजा बाबू ना जो केस चलता 5 वर्ष वाला जो इमोशनली आउ हेल्थ माने जो इमोशनली जो रोते टेंशन रोते तो से जो जिनस कौन राजा बाबू को लाइफ रे बहुत चेंजेस आनला। इयरलियर ही वाज very kind and trusted people easily, but after facing police investigation, legal complications, false allegations and social pressure, he stopped allowing unknown people to enter his house without proper verification and background check। तो यही जो इंसिडेंट है 5 वर्ष जो केस चलला तो राजा बाबू गोटे जिन ये कले विथआउट माने प्रॉपर वेरिफिकेशन विथआउट माने अननोन पर्सन को घरे एंट्री देवाई पूरा एंट्री देवाई मना कले, ठीक है। फ्रॉम दैट डे onward राजा understood one important lesson। तो सही जो ये इंसिडेंट है तार गोटे जिन से राजा शिखा पाइले कौन शिखा पाइले हेल्पिंग पीपल इज गुड। लोकों को सहायता करिया बहुत बड़ा जिनस बहुत भल जिनस बट सेफ्टी वेरिफिकेशन एंड प्रॉपर डॉक्यूमेंटेशन आर ऑल्सो वेरी इंपोर्टेंट। लोकों को विश्वास करिया लोकों को हेल्प करिया भल जिनस बट ता पूर्व आम तार वेरिफिकेशन प्रॉपर डॉक्यूमेंटेशन आउ कौन प्रॉपर सेफ्टी निजर सेफ्टी प्रॉपर्टी सेफ्टी निजर सेफ्टी ता विषय में आम भाविया दरकार, ठीक है।